ଯେତେବେଳେ ଦେଖିଲେ ଭଗବାନ ଶ୍ରୀକୃଷ୍ଣଙ୍କର ଅଦ୍ଭୁତ ଲୀଳା ନା କୌଣସି ଅଦ୍ଭୁତ ଲୀଳା ଭଗବାନ ଶ୍ରୀକୃଷ୍ଣ ଗୋଟିଏ ପରେ ଲୀଳା ଚାଲେ ତାଙ୍କର ସେ କ୍ରମାନ୍ୱୟରେ କରି ଚାଲିଛନ୍ତି। ବର୍ତ୍ତମାନ ଆରମ୍ଭ କଲେ ଦାମୋଦର ଲୀଳା। ଦାମୋଦର ଲୀଳା ପୁଣି କଣ ପ୍ରକୃତରେ ତା ଭିତରେ ବହୁତ କଥା ଅଛି, କିନ୍ତୁ ଆମେ ସଂକ୍ଷେପରେ ଗୋଟିଏ ପରେ ଆପଣମାନଙ୍କୁ କହି ଶୁଣଉଛୁ। ଭଗବାନ କୃଷ୍ଣ କଣ ଦାମୋଦର ଲୀଳା କଲେ? ଦାମୋଦର ଦୁଇ ପ୍ରକାର, ଗୋଟିଏ ପ୍ରକାର ନୁହେଁ ନା କଣ ନା ଗୋଟେ ହଉଛି ଯଶୋଦାଙ୍କ ଦାମୋଦର ଆଉ ଗୋଟେ ହଉଛି ରାଧାଙ୍କର ଦାମୋଦର। ଦାମ ଶବ୍ଦ ଅର୍ଥ ହଉଛି ଦୌଡ଼ି, ଉଦର ଶବ୍ଦ ଅର୍ଥ ହଉଛି ପେଟ। ତେଣୁ ଉଦରରେ ଯେହେତୁ ମା ଯଶୋଦା କଣ କରିଥିଲେ ନା ଦୌଡ଼ି ବାନ୍ଧି ଦେଇଥିଲେ, ତେଣୁ ସେଇଥିପାଇଁ ଯଶୋଦାଙ୍କର ଭଗବାନ କୃଷ୍ଣଙ୍କର ଉଭୟଙ୍କର ଅଦ୍ଭୁତ ଲୀଳାକୁ ଶାସ୍ତ୍ରକାର ଦାମୋଦର ଲୀଳା ରୂପେ ଅଭିହିତ କରିଛନ୍ତି। ଇଏ ହେଉଛି ପ୍ରଥମ ଦାମୋଦର। ଦ୍ୱିତୀୟ, ରାଧା କଣ କରିଥିଲେ? କୃଷ୍ଣଙ୍କୁ ବାନ୍ଧି ନଥିଲେ ଦୌଡ଼ିରେ, କିନ୍ତୁ କୋଉ ଦୌଡ଼ିରେ ବାନ୍ଧିଥିଲେ? ସେ ସୂକ୍ଷ୍ମରେ ପ୍ରେମ ରୂପକ ଦୌଡ଼ିରେ ଭଗବାନ ଶ୍ରୀକୃଷ୍ଣଙ୍କୁ ବାନ୍ଧି ଦେଇଥିଲେ। କେମିତି ବାନ୍ଧିଥିଲେ ଭଗବାନ ଶ୍ରୀକୃଷ୍ଣଙ୍କୁ? ମୁଁ ବିକି ଦେଇଛି ପରାଣ ଘନ ଶ୍ୟାମଙ୍କୁ, ମୁଁ ବିକି ଦେଇଛି ପରାଣ ଘନ ଶ୍ୟାମକୁ, ମୁଁ ବିକି ଦେଇଛି ପରାଣ ଘନ ଶ୍ୟାମକୁ। ଆସିଲେ ନ ଆସୁ ପଛେ, ଆସିଲେ ନ ଆସୁ ପଛେ, କାହା ମନକୁ ମୁଁ ବିକି ଦେଇଛି ପରାଣ ଘନ ଶ୍ୟାମଙ୍କୁ, ମୁଁ ବିକି ଦେଇଛି ପରାଣ ଘନ ଶ୍ୟାମଙ୍କୁ। ବୋଲ ବୃନ୍ଦାବନ ବିହାରୀ ଲାଲ କି ପ୍ରାଣ ଜୀବନ ସବୁ କିଛି ସେ ଭଗବାନଙ୍କର ଚରଣାରେ ବିନ୍ଦୁରେ ଉତ୍ସର୍ଗୀକୃତ କରିଦେଲେ। ରାଧା ସବୁ ବନ୍ଧନ ମୋ ତୁଟାଇ, ହେ ପ୍ରଭୁ ତୁମରି ବନ୍ଧନରେ ରଖ। ତାଙ୍କ ପ୍ରେମ ରୂପକ ବନ୍ଧନରେ ନିଜକୁ ସେ ବାନ୍ଧିଦେଲେ। ଏ ରାଧାଙ୍କ ଦାମୋଦର କାହିଁ ନାହିଁ ନା ମହାପ୍ରଭୁ ଜଗନ୍ନାଥଙ୍କର ରାଇ ଦାମୋଦର ବେଶ ଅନୁଷ୍ଠିତ ହୁଏ ଗୋଟିଏ ମାସ ଧରି। କେବେ ନା କାର୍ତ୍ତିକ ମାସ। ଯୋଉ କାର୍ତ୍ତିକ ମାସକୁ ଆମେ ଧର୍ମ ମାସ ବୋଲିକିରି କହିଥାଏ, ପ୍ରକୃତରେ ଯେ ଖାଲି କାର୍ତ୍ତିକ ମାସରେ ଆମେ ଧର୍ମ ଅର୍ଜନ କରିବା ଆଉ ସବୁ ମାସରେ ଅଧର୍ମଟା ଅର୍ଜନ କରିବା ସେ କଥା ନୁହେଁ। କାରଣ ଭଗବାନ ଆମକୁ ଭକ୍ତି ଭଜନ କରିବା ପାଇଁ 12ଟା ମାସ ପ୍ରଦାନ କଲେ। କିନ୍ତୁ ଭକ୍ତ କହିଲେ, ମଣିଷ କହିଲେ ଆଜ୍ଞା 12 ମାସ ଆପଣଙ୍କୁ ଡାକିବୁ ସାଧନ ଭଜନ କରିବୁ, ପରିବାର ଅଛି, ସଂସାର ଅଛି, ଜଞ୍ଜାଳ ଅଛି, କଣ ହେଇପାରିବ? ଆଉ ଟିକେ ତାକୁ ସଟକର୍ମ କରିଦେଲେ, ସଟକଟ କରିଦେଲେ ହୁଅନ୍ତାନି? ଭଗବାନ କଣ କଲେ? କହିଲେ ହଉ ଠିକ ଅଛି, 12 ମାସ ଯଦି ଡାକି ପାରିବନି, ଅତି କମରେ 4 ମାସ ପର୍ଯ୍ୟନ୍ତ ତ ମତେ ସାଧନ ଭଜନ କରିପାରିବ, ଚାତୁର୍ମାସିଆ ବୈଷ୍ଣବ ବ୍ରତ କରିପାରିବ। 4 ମାସ ହଉ ଠିକ ଅଛି। ସେ ଗୋଟେ ଥର ଗଲା ପରେ, ନା ପ୍ରଭୁ 4 ମାସଟା ବି କଷ୍ଟ ହଉଛି, ସେ ଏତେ ଜଞ୍ଜାଳ ଭିତରେ ରହୁଛି, ମୁଁ 4 ମାସଟା କରିପାରିବିନି। ନା ତାହେଲେ ଅତି କମରେ ଯଦି 4 ମାସଟା ନ କରି ପାରୁଛ, ଗୋଟିଏ ମାସ କର। ନା କୋଉଟା? ନା କାର୍ତ୍ତିକ ମାସ। ଆଉ ଆମ ଲୋକମାନଙ୍କର ସେଇଟା ବି ହେଲାନି। ଆଜ୍ଞା ନିଜେ କାର୍ତ୍ତିକ ମାସରେ ଆମେ ଜଣଙ୍କ ଘରକୁ ଯାଇଛୁ, ଦି ପରେ ଗୋଟେ ବୁଢୀ ଲୋକଟେ ଗାଧେଇକିରି ଆସୁଛି। ମୁଁ ତାକୁ ଡାକିଲି, ମୁଁ କହିଲି ମାଇ ତୁଳୁ କଣ ଗାଧେଇଲ? ନା କଣ କରିବି ଆଜ୍ଞା, ମୁଁ ସକାଳୁ ଥରେ ଗାଧେଇଥିଲି, ଏ ମଧ୍ୟାହ୍ନରେ ଆଉ ଥରେ ଗାଧେଇଲି। ମୁଁ କହିଲି ଗାଧେଇଟା ଗୋଟେ ସଉକ ନା ଗୋଟେ କାରଣ ପାଇଁ କିଛି ଗାଧଉଛ? ନା ମୁଁ କଣ କରିବି, କାର୍ତ୍ତିକ ମାସଟା ବହୁତ ଦିନ ହେଲା ଆଇଁଷ ଖାଇ ନଥିଲି, ଆଜି କାହିଁ ଭାରି ମନ ହେଲା ଟିକେ ଖାଇଦେବାକୁ। ଆଉ ଖାଇଦେଲି, ତାପରେ ଟିକେ ଗାଧେଇକି ପଳେଇ ଆଇଲି, ପାପ ସବୁ ଛାଡିକି ପଳେଇବ ଗାଥରେ ବୋଧେ ଗାଧେଇଦେଲେ ନା କଣ। ଦେଖନ୍ତୁ ଗୋଟିଏ ମାସ ବି ବ୍ରତ କରିପାଇଲେ ନାହିଁ। ଭଗବାନ କହିଲେ ଯଦି ଗୋଟିଏ ମାସ କରିପାରିବୁ ନାହିଁ, ତାହେଲେ ସେଟାକୁ ଆହୁରି ସଂକ୍ଷେପ କରିଦଉଛି। ନା କଣ? ନା ପଞ୍ଚୁକ 5 ଦିନ। ଆରେ ମୂର୍ଖ, ସେ ପଞ୍ଚୁକ 5 ଦିନରେ ବଗ ଭଳିଆ ଜୀବ ବି ଆଇଁଷ ଛାଡ଼ି ଦେଇଥାଏ ବୋଲି ସେ ପଞ୍ଚକର ନାଁ ହେଉଛି ବଗ ପଞ୍ଚକ, ବକ ପଞ୍ଚକ। ବଗ ମଧ୍ୟ ଆଇଁଷ ଖାଇ ନଥାଏ। ଅତି କମରେ ତମେ ମଣିଷ ଦୁର୍ଲଭ ଶରୀର ହେଇକି ସେ 5 ଦିନ ତମେ ବି ଟିକେ ଆଇଁଷ ଛାଡ଼ିଦିଅ। ଆଉ ଆମେ ତ ପଞ୍ଚୁକ 5 ଦିନ କାର୍ତ୍ତିକ ମାସ ପରେ ହେସ୍, ଏ କାର୍ତ୍ତିକ ମାସଟା ଆଇଲା ଯେ ମୋ ବେଳାଟା ଖରାପ କରିଦେଲା। କେମିତି ଛାଡ଼ ଖାଇଟା ଆସିବ, ମୋ ଜୀବନ ପୁଣି ଆଲୋକିତ ହବ। ଛାଡ଼ ଖାଇ ମାନେ କଣ ବୁଝନ୍ତି ଆମ ଲୋକମାନେ? ନା ଯାହା ଛାଡ଼ିଥିଲୁ ତାକୁ ପୁଣି ଖାଇବୁ, ତାହା ହେଉଛି ଛାଡ଼ ଖାଇ। କିନ୍ତୁ ପ୍ରକୃତିରେ ତାହା ନୁହେଁ। ଛାଡ଼ ଖାଇ ଶବ୍ଦ ଅର୍ଥ କଣ? ଯୋଉ ଖାଇବା ଛାଡ଼ିଥିଲୁ ସେ ଖାଇବାଟା ସମ୍ପୂର୍ଣ୍ଣ ଛାଡ଼ିଦେବାଟା ହେଲା ଛାଡ଼ ଖାଇ। କିନ୍ତୁ ଆମେ ବୁଝୁଛେ ନା ନା, ଯାହା ଛାଡ଼ିଥିଲୁ ତାକୁ ପୁଣି ଖାଇବୁ, ତାହା ହେଉଛି ଛାଡ଼ ଖାଇ। ନା, ତାହେଲେ କାର୍ତ୍ତିକ ମାସ ହେଉଛି ଧର୍ମର ମାସ।
ଆଉ ସେ ଧର୍ମ ମାସରେ ଧର୍ମ ପ୍ରାପ୍ତ ନର ହରି ଧର୍ମ କରିବା, ଧର୍ମକୁ ଅର୍ଜନ କରିବା। ଧର୍ମଟା ପୁଣି କେବେ ଅର୍ଜନ କରାଯାଏ? ବାଲ୍ୟକାଳୁ ଧର୍ମ ଧନ ମୁଁ ସଞ୍ଚିବି ଏ ଜୀବନ ନିଶ୍ଚିତ, କେ ଜାଣି କାହାର ଆଜି ମୃତ୍ୟୁ କାଳ ହୋଇଯିବ ଉପସ୍ଥିତ, କେ ଜାଣି କାହାର ଆଜି ମୃତ୍ୟୁ କାଳ ହୋଇଯିବ ଉପସ୍ଥିତ। बोले भक्त बत्सल भगवान के। ताले उपयुक्त समय होची बाल्यकाल। बाल्यकाल धर्म धर्म मु संजीवी ए जीवन अनिश्चित। तेणु बाल्यकाल ही धर्म धन को अर्जिया चेष्टा करतु छोट पिला बेलू। आ सेइतिपई ठाकुर श्री श्री चरमनाथ गुरुस्वामी जेतले तांको चरम शास्त्र को सी आरंभ कले, सी प्रत्येक चरम रे गोटे प्रसंग रखिले। कोन ना बाल्यकालु धर्म धन संजीवी। तांको पचरा गला कहले ठाकुर आपण काहे कि ए प्रसंगटा रखिले? ठाकुरे कहिले ताकु रखिवार कारण होचे हा जे तमे जेते वयस्क हुओ किंतु मो पाखरे जदी बुढ़ा हे गलो गला, मो पाखरे तुमको छोट छुआ होगा पड़ो। बाल्यकाल बाल्य चपलता को रखा पड़ो, नहले मते पाई परिवो नाही। तेणु बाल्यकाल ही आमको धर्म रूपक धन को संचिया पड़ो छोट पिला। तेणु भगवान कृष्णकर दामोदर लीला कथा में शुणिलु आपण मानक। जगन्नाथ महाप्रभु गोटे मास धरी राई दामोदर वेशरे दर्शन दौचंती, किंतु एठी निकट रे आपण मानकर की अछंती? ब्रह्मा मुरारी सुरार्जित लिंगम तत्प्रणमामि सदा शिव नेत्रम। के भगवान श्री शंकर। आमे द्वादश ज्योतिर्लिंग बोलुचे, ओडिसा रे जन्म निचे, किंतु संपूर्ण रजा जी जेतक शिवलिंग समस्त शिवलिंग को रजा कोठी आम निकट रे अछंती। के से बोल श्री लिंगराज भगवान की। से लिंगराज भी कार्तिक मासरे राई दामोदर बेश हुए। आपण कहले लिंगराज नारायण ना लिंगराज शिव? कौन शिव? आमे समस्त लिंगराज कौन बोली कहे? शिव बोली कहे, शंकर बोली कहे। तांकर जागर रे तांकर महादीप उठी थाए, तेणु सी शिव। अच्छा जदि सी शिव, साधारणतः आपण विष्णु मंदिर को जिबे देखिबे ऊपर कौन थिबो? चक्र। शंकर मंदिर को जिबे, शिवंक मंदिर को जिबे ऊपर कौन थिबो? त्रिशूल। किंतु लिंगराज मंदिर आपण जाइचंती, निकट रे लिंगराज मंदिर सबुदिन आपण मानकर लिंगराज को दर्शन माने मंदिर दर्शन करके दिनटा आपण आरंभ होथो। जा मोर आशा समस्त जो माने आपण माने काम करथुनी प्रत्येक दिन लिंगराज भितर को न जाइले मध्य मंदिर को दर्शन होथुबो। अच्छा जदि मंदिर दर्शन होथो ताले चिंता करले से मंदिर ऊपर कौन अछि? केबे देखिचंती? से मंदिर ऊपर त्रिशूल अछि ना मंदिर ऊपर चक्र अछि? कौन अछि? गोटे धनु अछि। से धनु टिप्पणी कहार ना त्रेताय युग रे भगवान रामंकर। जेतेबेले भगवान श्री राम रावण को दिव्य गति देले, गुरु वशिष्ठ कहले हे राम तुमको दीटा दोष लागिला। राम कहले मते दोष ना भगवान हेले भी जेहेतु मनुष्य शरीर को धरिच तुम तुमको भी दोष लागिवो, सबु रोग व्याधि तुमर सबु रहिवो। ताले दोष दीटा कौन ना रावण को सिना मारी देलो, कि तू रावण साधारण नुहे ना। रावण किए ना विश्रवा ऋषिंकर पुत्र पुलस्त्य मुनि को नाती से ब्राह्मण। गोटे ब्राह्मण को तुम हत्या करिछ, ब्रह्म हत्या। तेणु ब्रह्म हत्या दोष तुमको लागिला प्रथम ना द्वितीय ना रावण सिना रामंकर भक्त नुहे, किंतु रावण तो शंकर भक्त ना। तेणु सी रामंकर न हो शंकर भक्त हो, किंतु गोटे भक्त तो सी। तेणु भक्त को हत्या कल, तेणु भक्त हत्या दोष भी लगे। गोटे ब्रह्म हत्या दोष आ गोटे भक्त हत्या दोष ना। तेरे दीटा दोष रु केमिति मुक्ति पाइबी ना? तम इष्ट किए ना मो इष्ट हे शिव, शिव को इष्ट किए ना राम। तेणु ये परस्पर परस्पर इष्ट। तेणु तुम गोटे काम कर, तुम से शिव निकट को जाओ ना। सी कौटी थे ना उत्कल रे थे, भुवनेश्वर रे थे, एकाम्र क्षेत्र रे थे। आ से धनु को लेकिन लिंगराज पाखे समर्पित कर दियो। आ से धनु चला कि लिंगराज पाखे समर्पित कले आदि पर्यंत भी से धनु आमको दृश्यमान होचंती। ये होची से धनु लिंगराज मंदिर। तुने लिंगराज शिव नुहंती, से नारायण। अच्छा जदि नारायण आमे ताको लिंगरे नै कि बेलपत्र जोड़ौचे काहेकि तार कारण कोन? सी भी शिव। आमे भगवान श्री कोटिलिंगेश्वर लिंगराज को दर्शन करूचे। लिंगराज के ना हरि एवं हरंकर उभयंकर मिलित तनु। से निजे भी नारायण आ निजे भी कोन? शंकर। से निजे विष्णु, से निजे के ना शिव। उभय नारायण एवं उभय शंकर से होचंती मिलित तनु। तेणु से होचंती हरि हर भगवान श्री लिंगराज।
ତାଙ୍କର ମଧ୍ୟ କାର୍ତ୍ତିକ ମାସରେ ବଡ଼ ବିଚିତ୍ର ଲୀଳା ତାଙ୍କର ବି କାର୍ତ୍ତିକ ମାସରେ ରାଇ ଦାମୋଦର ବେଶ ହେଇଥାଏ। ହଉ ତେଣୁ ଆମେ ଦାମୋଦର ଲୀଳାକୁ ଶ୍ରବଣ କରୁଥିଲେ, ଦାମୋଦର ଲୀଳାଟିକୁ ଶୁଣୁଥିଲେ। କେମିତି ଦାମୋଦର ଲୀଳା ଭଗବାନ କୃଷ୍ଣ କଲେ? ଉଦ୍ଦୁଖଳ ବନ୍ଧନ, ଉଦ୍ଦୁଖଳଟା ହଉଛି ଗୋଟେ ବ୍ରଜ ଶବ୍ଦ, ମାନେ ବ୍ରଜବାସୀ ଶବ୍ଦ ହଉଛି ଉଦ୍ଦୁଖଳ। ଯେତେବେଳେ ଭଗବାନ ଶ୍ରୀକୃଷ୍ଣ କଣ କରିଛନ୍ତି ନା ମାଠୁ ସ୍ତନପାନ କରିବା ପାଇଁ ଚାହିଁଛନ୍ତି, ମା ଗୋଟେ ଜାଗାରେ ବସେଇ ଦେଇକିରି ଦହି ମାନେ ତିଆରି କରୁଛନ୍ତି, ଦଧି ମନ୍ଥନ କରୁଛନ୍ତି। ଏହି ସମୟରେ ଭଗବାନ କୃଷ୍ଣକୁ କହୁଛନ୍ତି ଉଠିଲୁ ଏଡ଼େ ବେଗି କାହିଁକି ରେ ମଧନ, ଉଠିଲୁ ଏଡ଼େ ବେଗି କାହିଁକି ରେ, ଉଠିଲୁ ଏଡ଼େ ବେଗି କାହିଁକି ରେ ଧନ, ଉଠିଲୁ ଏଡ଼େ ବେଗି କାହିଁକି ରେ ଦଧି ମନ୍ଥାଇ ଦେବୁ, ଦଧି ମନ୍ଥାଇ ଦେବୁ କାହିଁକି ରେ ଧନ, ଉଠିଲୁ ଏଡ଼େ ବେଗି କାହିଁକି ରେ ଧନ, ଉଠିଲୁ ଏଡ଼େ বেগে কাহিকি রে बोले भक्त वत्सल भगवान के। জয়।